বিজেপি কোରାପୁଟ ଲୋକସଭା ପ୍ରାର୍ଥୀ ଭାବେ କାଳିରାମ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ। କୋରାପୁଟ ଲୋକସଭା ପ୍ରାର୍ଥୀ ଭାବେ ଶ୍ରୀଯୁକ୍ତ କାଳିରାମ ମାଝୀ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ 326 ଜାତୀୟ ରାଜପଥ ପାରିପାର୍ଶ୍ୱରେ ଥିବା ସେହି ଗୁଣ୍ଡିଚା ମନ୍ଦିର ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଗହଣରେ ପାରମ୍ପରିକ ନାଚଗୀତ ସହ ନିଜର ନାମାଙ୍କନ ପତ୍ର କୋରାପୁଟ ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିଛନ୍ତି। ଏହି ଅବସରରେ ଚଳିତ ସାଧାରଣ ନିର୍ବାଚନରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ମୋଦିଙ୍କ ବିଭିନ୍ନ ଜନହିତକାରୀ ଯୋଜନାକୁ ନେଇ ଆମେ ଲୋକଙ୍କ ପାଖରେ ପହଞ୍ଚିବୁ ଜନସାଧାରଣ ଅବଗତ ଅଛନ୍ତି। ଏଥର ନିଶ୍ଚୟ ଭାବେ କୋରାପୁଟ ଲୋକସଭା ଓ ଲୋକସଭା ଅଧୀନସ୍ଥ 7ଟା ନିର୍ବାଚନ ମଣ୍ଡଳୀ ରହିଛି। ଆଗାମୀ 13/5/2024 ପାଇଁ ପ୍ରଥମ ପର୍ଯ୍ୟାୟରେ ଏହି ଲୋକସଭା ଆସନରେ ଭୋଟ ବା ମତଦାନ ଅନୁଷ୍ଠିତ ହେବ। ଏଣୁ ଆମେ ଏହି ଲୋକସଭା ସହିତ ବିଧାନସଭା ଆସନରେ ବିପୁଳ ସଂଖ୍ୟାରେ ମତଦାନ ପାଇଁ ବିଜୟ ଲାଭ କରିବୁ ଓ କୋରାପୁଟ ଲୋକସଭା କ୍ଷେତ୍ରରେ ଅନେକ ସମସ୍ୟା ରହିଛି ତାହା ପୂରଣ କରିବା ସହିତ ନୂତନ ଭାବେ ଅନେକ କାର୍ଯ୍ୟମାନ ହାତକୁ ସମାଜର ଉନ୍ନତି ଓ ଉପକୃତ ପାଇଁ ପଦକ୍ଷେପ ଗ୍ରହଣ କରିବୁ ବୋଲି କାଳିରାମ ମାଝୀ ନିଜ ମତ ପ୍ରକାଶ କରିଥିଲେ। ଟେକ୍ରି ରାୟଗଡ଼ାରୁ ଆକାଶ କୁମାର ନାୟକଙ୍କ ରିପୋର୍ଟ AA ମିଡିଆ 24। ये निश्चित भाव में कोरापुट माटीर सेवा पाई भारतीय जनता पार्टीर आज आम सांसद प्रार्थी रूपे नॉमिनेशन दाखल कलु। मोदींकर ग्यारंटी ये पहाड़ माटी मध्य फुटिब एवं आगामी दिन में निश्चित भाव में भारतीय जनता पार्टी विजयी हम। 2 सेट दाखल करिचु। माननीय नरेंद्र मोदींकर ग्यारंटी 10 वर्षर सफलता एवं 50 वर्षर कुशासन एठी अंत हब।